ଶୀତଦିନିଆ ମୂଳା ସରିବା ପୂର୍ବରୁ ଥରେ ମୂଳା ଆଉ ମୂଳା ଶାଗର ଏଇ ସୁଆଦିଆ ତରକାରୀ ବନାନ୍ତୁ। ଏତେ ସୁଆଦିଆ ଲାଗିବ ଯେ ମୂଳା ସରିବା ପର୍ଯ୍ୟନ୍ତ ଏମିତି ବନେଇବା ପାଇଁ ପସନ୍ଦ କରିବେ। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ମୂଳାର ଏଇ ସୁଆଦିଆ ତରକାରୀ ବନେଇବା ପାଇଁ ଏଠି ମୁଁ ନେଇଛି 2ଟି କଷି ମୂଳା, ତା ସହିତ ମୂଳା ଶାଗ। ସାଧାରଣତଃ ଆମେ ମୂଳା ଖାଉ, କିନ୍ତୁ ମୂଳା ଶାଗକୁ ଫୋପାଡ଼ି ଦେଉ। ପ୍ରକୃତରେ ମୂଳା ଶାଗରେ ମୂଳା ଠାରୁ ବେଶୀ ଭିଟାମିନ୍ସ ଥାଏ। ଏହି ତରକାରୀ ପାଇଁ ଆପଣମାନେ କଷି ମୂଳା ଆଉ କଷି ଶାଗ ବାଛିକି ନେବେ। ଶାଗ ଆଉ ମୂଳା ଯଦି ଟିକେ ପାକଳ ହେଇଯାଇଥିବ ଖାଇବା ପାଇଁ ଜମା ଭଲ ଲାଗିବ ନାହିଁ। ଶାଗର ନାଡ଼ ଯଦି କଷି ଥିବ ନାଡ଼ ସହିତ ଶାଗକୁ ନେଇପାରିବେ। ଯଦି ନାଡ଼ ଟାଣ ଥିବ ତଳପଟର ନାଡ଼କୁ ବାଦ ଦେଇ କେବଳ ଉପରେ ଉପରେ ଥିବା ଶାଗକୁ ନେଇପାରିବେ। ପାଚିଲା ପତ୍ରକୁ ଜମା ବି ଦେବେ ନାହିଁ। ଏତିକି ଶାଗରୁ ଆଜି ଆମେ ତରକାରୀ ବନେଇବା। ଶାଗକୁ ପୁରା ଛୋଟ ଛୋଟ କରି କାଟି ନେବା। ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଗୋଟେ ଅନୁରୋଧ, ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ରେସିପି ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଏଯାଏଁ ସବସ୍କ୍ରାଇବ୍ କରିନାହାନ୍ତି, ତଳେ ଥିବା ବ୍ଲାକ୍ କଲର ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏହି ଭିଡ଼ିଓକୁ ଯଦି ଫେସବୁକ୍ ପେଜରୁ ଦେଖୁଛନ୍ତି ଦୟାକରି ଫେସବୁକ୍ ପେଜକୁ ଫଲୋ କରନ୍ତୁ। ମୂଳାରୁ ଚୋପା ବାହାର କରିସାରିବା ପରେ ଏମିତି ଗୋଟେ ସରୁ କରଣା ନେଇ ଆମେ ମୂଳାକୁ କରିନେବା। ଯଦି ସରୁ କରଣା ନଥିବ ମୋଟା କରଣାରେ କରି ନେଇପାରିବେ, କିନ୍ତୁ ସରୁ କରଣାରେ କରିଲେ ମୂଳାର ଦାନା ପତଳା ବାହାରିବ, ତରକାରୀରେ ଖାଇବା ପାଇଁ ଭଲ ଲାଗିବ। ଏଠି ଦେଖନ୍ତୁ ସବୁ ମୂଳାକୁ ଆମେ କରିନେଲେ। ଏବେ ମୂଳାରେ ଅଳ୍ପ ଲୁଣ ଦେଇ ଗୋଳେଇବା, ତାପରେ 5 ମିନିଟ୍ ରେଷ୍ଟ କରିବା ପାଇଁ ଛାଡ଼ିବା। ସେ ଭିତରେ ଚାଲନ୍ତୁ ଦେଖିବା ଆଜିର ତରକାରୀ ପାଇଁ ଆଉ କ'ଣ ଦରକାର। ଆଜିର ତରକାରୀ ପାଇଁ ମୂଳା ସହିତ ଆମକୁ 100 ଗ୍ରାମର ବୁଟ ଡାଲି ଦରକାର। এই ବୁଟ ଡାଲିକୁ 4ରୁ 5 ଘଣ୍ଟା ହେଲା ପାଣିରେ ମୁଁ ବତୁରେଇ ଦେଇଥିଲି। ଡାଲିକୁ ଭଲ ଭାବରେ ବତୁରେଇ ନେବେ। ଏବେ ଡାଲିରେ ଥିବା ସବୁ ପାଣିକୁ ବାହାର କରି ଆମେ ଗ୍ରାଇଣ୍ଡର ଜାରରେ ଦେବା। ତା ସହିତ ଅଧା ଇଞ୍ଚର ଅଦା, 5-6ଟି ରସୁଣ ଦେବା। ତା ସହିତ ରାଗ ପାଇଁ ଗୋଟେ କଞ୍ଚା ଲଙ୍କା, ଅଳ୍ପ କିଛି ଧନିଆ ପତ୍ର ନାଡ଼ ସହିତ ଦେବା। ଅଧା ଛୋଟ ଚାମଚ କଞ୍ଚା ଜିରା ଦେବା। କେବଳ 1ରୁ 2 ଚାମଚ ପାଣି ଦେଇ ଡାଲିକୁ ଚିକଣ କରି ବାଟିବା, କିନ୍ତୁ ବହଳିଆ କରି ବାଟି ଆଣିବେ। ଡାଲି ବଟାକୁ ବେଶୀ ପାଣି କରିବେ ନାହିଁ। ସେପଟେ ଚାଲନ୍ତୁ 5 ମିନିଟ୍ ପରେ ମୂଳାକୁ ଚେକ୍ କରିବା। ଦେଖନ୍ତୁ ମୂଳାରୁ କେତେ ସାରା ପାଣି ବାହାରି ଯାଇଛି। ଏବେ ଆମେ ମୂଳାକୁ ଭଲ ଭାବରେ ଚିପୁଡ଼ି ନେବା। ପୁରା ଦମ ଲଗେଇ ଚିପୁଡ଼ିବେ। ମୂଳାରେ ବେଶୀ ପାଣି ରଖିବେ ନାହିଁ। ମୂଳାରେ ବେଶୀ ପାଣି ରହିଲେ ତରକାରୀ ବନେଇବା ପାଇଁ ଅସୁବିଧା ହେବ, ଖାଇବା ପାଇଁ ମଧ୍ୟ ଭଲ ଲାଗିବ ନାହିଁ। ମୂଳା ଚିପୁଡ଼ି ସାରିବା ପରେ ଯେତିକି ପାଣି ବାହାରିଲା ସେଇ ପାଣିକୁ ନ ଫୋପାଡ଼ି ଅଟା ଚକଟିବା ସମୟରେ ବ୍ୟବହାର କରିପାରିବେ। ମୂଳା ପରଟା ଖାଇବା ପାଇଁ ଭଲ ଲାଗିବ। ତାପରେ ଗୋଟେ ବଡ଼ ଜାଗାରେ ଚିପୁଡ଼ି ନେଇଥିବା ମୂଳା ଦେବା, ମୂଳା ଶାଗ ଦେବା, ବାଟି ନେଇଥିବା ବୁଟ ଡାଲିକୁ ଦେବା। ସବୁ ଜିନିଷକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା, ଅଳ୍ପ ହଳଦୀ ଗୁଣ୍ଡ ଦେବା, ଅଳ୍ପ କାଶ୍ମୀରୀ ଲଙ୍କାଗୁଣ୍ଡ ଦେବା, କେବଳ ଭଲ କଲର ପାଇଁ। ରାଗ ପାଇଁ କଞ୍ଚା ଲଙ୍କା ବାଟି ନେଇଥିଲେ। ଏହି ଷ୍ଟେଜରେ ଅଧା ଛୋଟ ଚାମଚ ଜୁଆଣି ଦେବେ। ତରକାରୀ ବହୁତ ଜଲ୍ଦି ହଜମ ହେଇଯିବ। ଗୋଳେଇ ସାରିବା ପରେ ମିକ୍ସଚର ଦେଖନ୍ତୁ ଏତିକି ବହଳିଆ ଅଛି। ଯଦି ବେଶୀ ପାଣି ହେଇଯାଇଥିବ ଅଳ୍ପ ବେସନ ଗୋଳେଇ କନସିଷ୍ଟେନ୍ସିକୁ ଆଡଜଷ୍ଟ କରିବେ। ତାପରେ ମିକ୍ସଚରରୁ ଅଳ୍ପ ଅଳ୍ପ ନେଇ ଛୋଟ ଛୋଟ କପ୍ତା ବଲ୍ସ ବନେଇବା। ବେଶୀ ବଡ଼ ସାଇଜରେ ବନେଇବା ନାହିଁ। ଏବେ ଚାଲନ୍ତୁ ଏହି କପ୍ତା ବଲ୍ସ ଗୁଡ଼ିକୁ ଆମେ ତେଲରେ ଛାଣିବା। ତେଲକୁ ମିଡ଼ିୟମ୍ ହାଇ ଫ୍ଲେମ୍ରେ ଭଲ ଭାବରେ ଗରମ କରିବା। ତେଲ ଭଲ ଭାବରେ ଗରମ ହେଇଯିବା ପରେ କଢ଼େଇରେ ଯେତିକି କପ୍ତା ବଲ୍ସ ଧରିବ ଏକାଥରେ ସେତିକି ଦେବେ। ବେଶୀ ଦେବେ ନାହିଁ, ନହେଲେ ପରସ୍ପର ଲାଗିଯିବ। କପ୍ତା ବଲ୍ସ ଗୁଡ଼ିକୁ ଦେବା ପରେ ତେଲର ଟେମ୍ପରେଚର ଟିକେ କମିଯିବ। ଗ୍ୟାସ୍ର ଫ୍ଲେମ୍ ମିଡ଼ିୟମ୍ ରଖି 1ରୁ 2 ମିନିଟ୍ ପର୍ଯ୍ୟନ୍ତ କପ୍ତା ବଲ୍ସ ଗୁଡ଼ିକୁ ଛାଣିବା। 2 ମିନିଟ୍ ପରେ ଏଠି ଦେଖନ୍ତୁ ଉପର ଅଂଶ ଟିକେ ଶୁଖିଲା ହେଇ ଆସିଲାଣି। ଏବେ ଆମେ ତଳପଟକୁ ଓଲଟାଇ ଦେବା। ଯେ ପର୍ଯ୍ୟନ୍ତ ଉପର ଅଂଶ ଶୁଖିଲା ହେଇନଥିବ ସେ ପର୍ଯ୍ୟନ୍ତ ଓଲଟାଇବେ ନାହିଁ। ଓଲଟାଇ ସାରିବା ପରେ ଗ୍ୟାସ୍ର ଫ୍ଲେମ୍ ପୁରା ଲୋ ରଖି ଏପଟ ସେପଟ କରି କପ୍ତା ବଲ୍ସ ଗୁଡ଼ିକୁ ପୁରା ଲାଲ କଲର ହେଲା ପର୍ଯ୍ୟନ୍ତ ଛାଣିବା। ବୁଟ ଡାଲି, ମୂଳା ଆଉ ମୂଳା ଶାଗ ସବୁ ଜିନିଷ ଆମେ କଞ୍ଚା ଦେଇଛୁ। ଭିତରେ ଯଦି କଞ୍ଚା ରହିଯିବ ତରକାରୀରେ ଖାଇବା ପାଇଁ ଜମା ଭଲ ଲାଗିବ ନାହିଁ। ସେମ୍ ପ୍ରୋସେସରେ ବଳକା ସବୁ କପ୍ତା ଗୁଡ଼ିକୁ ଛାଣି ନେବା। ଏଇଠି ଦେଖନ୍ତୁ ଉପରେ କେତେ ସୁନ୍ଦର କ୍ରିସ୍ପି ହେଇଛି, ଭିତରେ ପୁରା ତୁଳା ପରି ନରମ। ଭିତରେ ଏମିତି ନରମ ରହିଲେ ତରକାରୀରେ ଖାଇବା ପାଇଁ ବହୁତ ବଢ଼ିଆ ଲାଗିବ, ପାଟିରେ ଦେଲା ମାତ୍ରେ ମିଳେଇଯିବ। କୋପ୍ତା ରେଡ଼ି ହେଇଗଲା। ଚାଲନ୍ତୁ ତରକାରୀ ବନେଇବା ଷ୍ଟାର୍ଟ କରିବା। କୋପ୍ତା ଛାଣି ସାରିବା ପରେ ସବୁ ତେଲକୁ ବାହାର କରି କେବଳ 2-3 ଚାମଚ ତେଲକୁ ଗରମ କରିବା। ତେଲ ଗରମ ହେଇଯିବା ପରେ ଅଧା ଛୋଟ ଚାମଚ ଜିରା, ଅଳ୍ପ ଜୁଆଣି, ତା ସହିତ 2-3 ପିଞ୍ଚ ହିଙ୍ଗୁ ଦେବା। ଯେହେତୁ ମୂଳା ଆଉ ମୂଳା ଶାଗ ଗ୍ୟାସ୍ କରେ, ଅଳ୍ପ ଜୁଆଣି ଆଉ ଅଳ୍ପ ହିଙ୍ଗୁ ଦେଲେ ତରକାରୀ ବହୁତ ଜଲ୍ଦି ହଜମ ହେଇଯିବ। ଜିରା, ଜୁଆଣି, ହିଙ୍ଗୁ ତେଲରେ ଫୁଟିଯିବା ପରେ ଗୋଟେ ବଡ଼ ସାଇଜର ପିଆଜ ଦେବା। ଗ୍ୟାସ୍ର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି
ପିଆଜକୁ ହାଲକା ଲାଲ କଲର ହେଲା ପର୍ଯ୍ୟନ୍ତ ଭାଜିବା। ସେ ଭିତରେ ଚାଲନ୍ତୁ ତରକାରୀ ପାଇଁ ମସଲା ବନେଇବା। 1 ଇଞ୍ଚର ଅଦା, 10-12ଟି ରସୁଣ, ଗୋଟେ ବଡ଼ ସାଇଜର ଦେଶୀ ଟମାଟୋ, ଗୋଟେ କଞ୍ଚା ଲଙ୍କା, ଗୋଟେ ଛୋଟ ଚାମଚ କଞ୍ଚା ଧନିଆ, ଅଧା ଛୋଟ ଚାମଚ କଞ୍ଚା ଜିରା, ତା ସହିତ 2-3 ଚାମଚ ପାଣି ଦେବା। ମସଲା ବାଟିବା ସମୟରେ ଅଳ୍ପ କିଛି ଧନିଆ ପତ୍ର ନାଡ଼ ଦେଇ ବାଟିବେ। ତରକାରୀରେ ବହୁତ ବଢ଼ିଆ ଟେଷ୍ଟ ଆସିବ। ମସଲା ରେଡି ହେଇଗଲା। ଏପଟେ ପିଆଜ ବି ଦେଖନ୍ତୁ ହାଲକା ଲାଲ କଲର ହେଇ ଆସିଲାଣି। ପିଆଜ ଏତିକି ଭାଜି ଯିବା ପରେ ଆମେ ଗ୍ୟାସର ଫ୍ଲେମ୍ ପୁରା ଲୋ ରଖିବା। ଗୋଟେ ଛୋଟ ଚାମଚ କାଶ୍ମୀରୀ ଲଙ୍କାଗୁଣ୍ଡ ଦେବା। ତେଲ ପିଆଜ ଭାଜିବା ସମୟରେ ଲଙ୍କାଗୁଣ୍ଡ ଦେଇ ଭାଜିଲେ ତରକାରୀରେ ବହୁତ ବଢ଼ିଆ କଲର ଆସେ, କିନ୍ତୁ ଧ୍ୟାନ ରଖିବେ ଲଙ୍କାଗୁଣ୍ଡକୁ ତେଲରେ ଜମା ପୋଡ଼ିବେ ନାହିଁ। ଲଙ୍କାଗୁଣ୍ଡ ଭାଜି ଯିବା ପରେ ବାଟି ନେଇଥିବା ମସଲାକୁ ଦେବା। ଗ୍ରାଇଣ୍ଡର ଜାର୍ ଥୋଇ 3-4 ଚାମଚ ପାଣି ଦେବା। ମସଲାକୁ ଟିକେ ଗଳେଇ ନେବା। ଏବେ ମସଲାରେ କେବଳ ତରକାରୀରେ ଝୋଳ ପାଇଁ ଆମେ ସ୍ୱାଦ ଅନୁସାରେ ଲୁଣ ଦେବା। ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ ଦେବା। ମସଲା ବାଟିବା ସମୟରେ ଆମେ ସବୁ ଗୋଟା ମସଲା ବାଟି ନେଇଥିଲେ। ଯଦି ଆପଣମାନେ ଗୋଟା ମସଲା ବାଟି ନଥିବେ, ଏଇ ମସଲା କଷିବା ସମୟରେ ଅଧା ଛୋଟ ଚାମଚ ଲେଖାଏଁ ଗୁଣ୍ଡ ମସଲା ଦେଇପାରିବେ। ଗୋଟେ ଛୋଟ ଚାମଚ କସୁରୀ ମେଥି ପତ୍ର ଦେବା। ଏଇ ତରକାରୀରେ ବହୁତ ବଢ଼ିଆ ବାସ୍ନା ଆଉ ଟେଷ୍ଟ ଆସିବ। ଗ୍ୟାସର ଫ୍ଲେମ୍ ଲୋ ମିଡ଼ିୟମ ରଖି ମସଲାକୁ କଭର କରି ମସଲାରୁ ତେଲ ବାହାରିବା ପର୍ଯ୍ୟନ୍ତ କଷିବା। 5-6 ମିନିଟ୍ ପରେ ଏଠି ଦେଖନ୍ତୁ ମସଲା ଉପରକୁ ତେଲ ଆସିଗଲାଣି। ଏମିତି ତେଲ ଆସିବା ପର୍ଯ୍ୟନ୍ତ ଭଲ ଭାବରେ କଷି ନେବେ। ତାପରେ ତରକାରୀରେ ଝୋଳ ପାଇଁ ଗରମ ପାଣି ଦେବା। ଜମା ଥଣ୍ଡା ପାଣି ଦେବେ ନାହିଁ, ଆଉ ପାଣି ଟିକେ ଅଧିକ ଦେବେ, କାହିଁକି ନା କୋପ୍ତା ଗୁଡ଼ିକ ଝୋଳ ସକ୍ କରେ। ପାଣି ଦେବା ପରେ ହାଇ ଫ୍ଲେମ୍ରେ ଝୋଳକୁ 2-3 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ଫୁଟେଇବା। ପ୍ରଥମେ ଝୋଳକୁ ଭଲ ଭାବରେ ଫୁଟେଇ ନେଲେ ତରକାରୀର ଟେଷ୍ଟ ବଢ଼େ। ଝୋଳ ଫୁଟିଯିବା ପରେ ବନେଇ ରଖିଥିବା କୋପ୍ତା ଗୁଡ଼ିକୁ ଦେବା। ଶେଷରେ ତରକାରୀରେ ଭଲ ବାସ୍ନା ଆଉ ଭଲ ଟେଷ୍ଟ ପାଇଁ ଅଳ୍ପ କିଛି ଧନିଆ ପତ୍ର, ଅଧା ଛୋଟ ଚାମଚ ଗରମ ମସଲା ଗୁଣ୍ଡ ଦେବା। ସବୁ ଜିନିଷକୁ ଗୋଳେଇ ନେବା। ଏବେ ଗ୍ୟାସର ଫ୍ଲେମ୍ ଲୋ ମିଡ଼ିୟମ ରଖି କେବଳ 4-5 ମିନିଟ୍ କଭର କରିବା, ଯାହାଦ୍ୱାରା କୋପ୍ତା ଗୁଡ଼ିକ ଝୋଳରେ ମିଶି ପାରିବ। 5 ମିନିଟ୍ ପରେ ଏଠି ଆମର ରେଡି ହେଇଗଲା ସବୁଠୁ ସୁଆଦିଆ ବୁଟ ଡାଲି ଦିଆ ମୂଳା କୋପ୍ତା ତରକାରୀ। ତରକାରୀରେ କୋପ୍ତା ଦେଖନ୍ତୁ ଜମା ବି ଖୋଲି ନାହିଁ କିମ୍ବା ଫାଟି ନାହିଁ। ଝୋଳ ଏତିକି ବହଳିଆ ରଖିବେ। ତରକାରୀ ଥଣ୍ଡା ହେଲା ପରେ ଝୋଳ ଆଉ ଟିକେ କମିଯିବ। ଆପଣମାନେ ନିହାତି ଥରେ ଏଇ ସୁଆଦିଆ ତରକାରୀ ବନାନ୍ତୁ। କେମିତି ଲାଗିଲା ନିଶ୍ଚୟ କମେଣ୍ଟସ୍ କରି ଜଣାଇବେ। ଆଜି ପାଇଁ ରହିଲି। ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।